ଓଡ଼ିଶା ନିଯୁକ୍ତିରେ ସମସ୍ତଙ୍କୁ ସ୍ୱାଗତ। ଏହି ଚ୍ୟାନେଲରେ ପ୍ରତିଦିନ ନିଯୁକ୍ତି ଖବର ବିଷୟରେ ଦେଖିପାରିବେ। ତେଣୁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। କ୍ଷମା କରିବେ ଦେହର କିଛି ଅସୁସ୍ଥତା ପାଇଁ, ସେଥିପାଇଁ ଭିଡ଼ିଓ ଠିକ୍ ଟାଇମ୍ରେ ଆସୁନାହିଁ। ତେବେ ଚାଲନ୍ତୁ ଜାଣିବା ଆଜିକା ନିଯୁକ୍ତି ଖବର ବିଷୟରେ। ଯେମିତିକି ଦେଖିପାରୁଥିବେ CISF କନେଷ୍ଟବଳ ଟ୍ରେଡ୍ସମ୍ୟାନ୍ ରିକ୍ରୁଟମେଣ୍ଟ 2025 ଆସିଯାଇଛି। ଅର୍ଗାନାଇଜେସନ୍ ନେମ୍ ଦ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା CISF ରହିଛି। ଟାଇପ୍ ଅଫ୍ ଜବ୍ ପର୍ମାନେଣ୍ଟ ରହିଛି। କ୍ୟାଟେଗୋରୀ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଜବ୍ ରହିଛି। ନେମ୍ ଅଫ୍ ଦି ପୋଷ୍ଟ କନେଷ୍ଟବଳ ଟ୍ରେଡ୍ସମ୍ୟାନ୍ ରହିଛି। ଟୋଟାଲ ପୋଷ୍ଟ 1048 ରହିଛି। ଆପ୍ଲିକେସନ୍ ମୋଡ୍ ଅନଲାଇନ୍ ରହିଛି। ଏହା ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଅଲ୍ ଇଣ୍ଡିଆ ରହିଛି। ଲାଷ୍ଟ ଡେଟ୍ 3/4/2025 ରହିଛି। ଜେଣ୍ଡରରେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆବେଦନ କରିପାରିବେ। ଏଥିରେ ଏଜୁକେସନ୍ କ୍ୱାଲିଫିକେସନ୍ ଦେଖିବାକୁ ଗଲେ କେବଳ 10ମ ପାସ୍ ରହିଛି। ଟ୍ରେଡ୍ସମ୍ୟାନ୍ ରିକ୍ରୁଟମେଣ୍ଟର ଭ୍ୟାକେନ୍ସି ଦେଖିବାକୁ ଗଲେ ପ୍ରଥମରେ ନେମ୍ ଅଫ୍ ଦି ପୋଷ୍ଟ ରହିଛି। ପ୍ରଥମରେ କୁକ୍ ରହିଛି। ମେଲ୍ମାନଙ୍କର 400ଟି ପୋଷ୍ଟ ରହିଛି। ଫିମେଲ୍ମାନଙ୍କର 44ଟି ପୋଷ୍ଟ ରହିଛି। ଟୋଟାଲ 444ଟି ପୋଷ୍ଟ ରହିଛି। ତାପରେ କବଲର ରହିଛି। ମେଲ୍ମାନଙ୍କର 7ଟି ପୋଷ୍ଟ ରହିଛି ଏବଂ ଫିମେଲ୍ମାନଙ୍କର ଗୋଟିଏ ପୋଷ୍ଟ ରହିଛି। ଟୋଟାଲ ତେବେ 8ଟି ପୋଷ୍ଟ ରହିଛି। ତାପରେ କନେଷ୍ଟବଳ ଟ୍ରେଲର ରହିଛି। ଏଥିରେ ମେଲ୍ମାନଙ୍କର 19ଟି ପୋଷ୍ଟ ରହିଛି। ଫିମେଲ୍ମାନଙ୍କର 2ଟି ପୋଷ୍ଟ ରହିଛି। ଟୋଟାଲ ତେବେ 21ଟି ପୋଷ୍ଟ ରହିଛି। ତାପରେ କନେଷ୍ଟବଳ ବାର୍ବର ରହିଛି। ଏଥିରେ 163ଟି ମେଲ୍ମାନଙ୍କର ପୋଷ୍ଟ ରହିଛି। ଫିମେଲ୍ମାନଙ୍କର 17ଟି ପୋଷ୍ଟ ରହିଛି। ଟୋଟାଲ ତେବେ 180ଟି ପୋଷ୍ଟ ରହିଛି। ତାପରେ କନେଷ୍ଟବଳ ୱାସରମ୍ୟାନ୍ ରହିଛି। ମେଲ୍ମାନଙ୍କର 212ଟି ପୋଷ୍ଟ ରହିଛି ଏବଂ ଫିମେଲ୍ମାନଙ୍କର 24ଟି ପୋଷ୍ଟ ରହିଛି। ଟୋଟାଲ ତେବେ 236ଟି ପୋଷ୍ଟ ରହିଛି। ତାପରେ କନେଷ୍ଟବଳ ସୁଇପର ରହିଛି। ମେଲ୍ମାନଙ୍କର 123ଟି ପୋଷ୍ଟ ରହିଛି। ଫିମେଲ୍ମାନଙ୍କର 14ଟି ପୋଷ୍ଟ ରହିଛି। ଟୋଟାଲ ତେବେ 137ଟି ପୋଷ୍ଟ ରହିଛି। ତାପରେ କନେଷ୍ଟବଳ ପେଣ୍ଟର ରହିଛି। ମେଲ୍ମାନଙ୍କର 2ଟି ପୋଷ୍ଟ ରହିଛି। ଫିମେଲ୍ମାନଙ୍କର ନିଲ୍ ରହିଛି। ତେବେ ଟୋଟାଲ 2ଟି ପୋଷ୍ଟ ରହିଛି। ତାପରେ କନେଷ୍ଟବଳ କାର୍ପେଣ୍ଟର ରହିଛି। ମେଲ୍ମାନଙ୍କର 7ଟି ପୋଷ୍ଟ ରହିଛି। ଫିମେଲ୍ମାନଙ୍କର ଗୋଟିଏ ପୋଷ୍ଟ ରହିଛି। ତେବେ ଟୋଟାଲ 8ଟି ପୋଷ୍ଟ ରହିଛି। ତାପରେ କନେଷ୍ଟବଳ ଇଲେକ୍ଟ୍ରିସିଆନ୍ ରହିଛି। ମେଲ୍ମାନଙ୍କର 4ଟି ପୋଷ୍ଟ ରହିଛି। ଫିମେଲ୍ମାନଙ୍କର ନିଲ୍ ରହିଛି। ତେବେ ଟୋଟାଲ 4ଟି ପୋଷ୍ଟ ରହିଛି। ତାପରେ କନେଷ୍ଟବଳ ମେଲ୍ ରହିଛି। ମେଲ୍ମାନଙ୍କର 4ଟି ପୋଷ୍ଟ ରହିଛି। ଫିମେଲ୍ମାନଙ୍କର ନିଲ୍ ରହିଛି। ତେବେ ଟୋଟାଲ 4ଟି ପୋଷ୍ଟ ରହିଛି। ତାପରେ କନେଷ୍ଟବଳ ୱେଲ୍ଡର ରହିଛି। ମେଲ୍ମାନଙ୍କର ଗୋଟିଏ ପୋଷ୍ଟ ରହିଛି। ଫିମେଲ୍ମାନଙ୍କର ନିଲ୍ ରହିଛି। ତେବେ ଟୋଟାଲ ଗୋଟିଏ ପୋଷ୍ଟ ରହିଛି। ତାପରେ ଚାର୍ଜ ମେକାନିକାଲ ରହିଛି। ମେଲ୍ମାନଙ୍କର ଗୋଟିଏ ପୋଷ୍ଟ ରହିଛି। ଫିମେଲ୍ମାନଙ୍କର ନିଲ୍ ରହିଛି। ତେବେ ଗୋଟିଏ ପୋଷ୍ଟ ରହିଛି। ତାପରେ କନେଷ୍ଟବଳ MP ଆଟେଣ୍ଡାଣ୍ଟ ରହିଛି। ମେଲ୍ମାନଙ୍କର 2ଟି ପୋଷ୍ଟ ରହିଛି। ଫିମେଲ୍ମାନଙ୍କର ନିଲ୍ ରହିଛି ଏବଂ ଟୋଟାଲ 2ଟି ପୋଷ୍ଟ ରହିଛି। ଏଜ୍ ଲିମିଟ୍ ଦେଖିବାକୁ ଗଲେ 2/8/2002ରୁ 1/8/2007 ଭିତରେ ଆପଣଙ୍କର ମିନିମମ୍ ଏଜ୍ 18 ବର୍ଷ ହୋଇଥିବ ଏବଂ ମ୍ୟାକ୍ସିମମ୍ 23 ବର୍ଷ ରହିଥିବ। ଏଜ୍ ରିଲାକ୍ସେସନ୍ ଦେଖିବାକୁ ଗଲେ OBC ଷ୍ଟୁଡେଣ୍ଟମାନଙ୍କର 3 ବର୍ଷ ରହିଛି। ST/SC PWD ମାନଙ୍କର 5 ବର୍ଷ ରହିଛି। ଏକ୍ସ ସର୍ଭିସମ୍ୟାନ୍ ମାନଙ୍କର 5 ବର୍ଷ ରହିଛି। PWD ପ୍ଲସ୍ SC/ST ମାନଙ୍କର 15 ବର୍ଷ ରହିଛି। ସାଲାରୀ ଦେଖିବାକୁ ଗଲେ 21,700ରୁ 69,100 ରହିଛି। ସିଲେକ୍ସନ୍ ପ୍ରୋସେସ୍ ଦେଖିବାକୁ ଗଲେ ପ୍ରଥମରେ ସ୍କିଲ୍ ଟ୍ରେଡ୍ ରହିଛି। ସ୍କିଲ୍ ଟ୍ରେଡ୍ ମଧ୍ୟ ନିର୍ଦ୍ଦିଷ୍ଟ ପୋଷ୍ଟ ପାଇଁ ରହିଛି, ଯେମିତିକି ବାର୍ବର, ବୁଟ୍ ମେକର ବା କବଲର ଏବଂ ଟ୍ରେଲର, କୁକ୍, କାର୍ପେଣ୍ଟର, ମେଲ୍, ପେଣ୍ଟର, ଚାର୍ଜ ମେକାନିକ୍, ୱାସରମ୍ୟାନ୍, ୱେଲ୍ଡର, ଇଲେକ୍ଟ୍ରିସିଆନ୍, ମୋଟର ପମ୍ପ ଆଟେଣ୍ଡାଣ୍ଟ। ଏବଂ ହାଇଟ୍ ଦେଖିବାକୁ ଗଲେ ମେଲ୍ମାନଙ୍କର 170 ସେଣ୍ଟିମିଟର ରହିଛି ଏବଂ ଫିମେଲ୍ମାନଙ୍କର 157 ସେଣ୍ଟିମିଟର ରହିଛି। ଏବଂ ଚେଷ୍ଟ ଦେଖିବାକୁ ଗଲେ 80ରୁ 85 ସେଣ୍ଟିମିଟର ରହିଛି। ରନିଂ ଦେଖିବାକୁ ଗଲେ ମେଲ୍ମାନଙ୍କର 1.6 କିଲୋମିଟର କେବଳ 6 ମିନିଟ୍ 30 ସେକେଣ୍ଡରେ। ଫିମେଲ୍ମାନଙ୍କର 800 ମିଟର କେବଳ 4 ମିନିଟ୍ରେ। ଆପ୍ଲିକେସନ୍ ଫି ଦେଖିବାକୁ ଗଲେ ଜେନେରାଲ OBC EWS କ୍ୟାଣ୍ଡିଡେଟ୍ମାନଙ୍କର 100 ଟଙ୍କା ରହିଛି ଏବଂ SC/ST ମାନଙ୍କର ଫ୍ରି ରହିଛି। ଡକୁମେଣ୍ଟ ଦେଖିବାକୁ ଗଲେ ସମସ୍ତ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ରହିଛି। 2 ରିସେଣ୍ଟ କଲର ପାସପୋର୍ଟ ସାଇଜ୍ ଫଟୋ ରହିଛି। ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ୱିଥ୍ ଭ୍ୟାଲିଡେସନ୍ ରହିଛି ଏବଂ କାଷ୍ଟ ସାର୍ଟିଫିକେଟ୍ ରହିଛି। ଇବିନି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ରହିଛି। ଆପ୍ଲାଏ ଷ୍ଟାର୍ଟ ଡେଟ୍ 5/3/2025ରୁ ଷ୍ଟାର୍ଟ ହେଇଯାଇଛି। ଆପ୍ଲାଏ ଲାଷ୍ଟ ଡେଟ୍ 3/4/2025। ଏକ୍ଜାମ ଫି ଲାଷ୍ଟ ଡେଟ୍ 3/4/2025। ଯେଉଁମାନେ ଏହି ପୋଷ୍ଟରେ ଆବେଦନ କରିବାକୁ ଚାହୁଁଛନ୍ତି CIFRECTCISF.gov.in ସାଇଟ୍ରେ ଆବେଦନ କରିପାରିବେ। ଏଠାକୁ ଆସି ସାରିଲା ପରେ ଲଗ୍ଇନ୍ରେ କ୍ଲିକ୍ କରନ୍ତୁ। ଯଦି ଆପଣ ପ୍ରଥମ ଥର ପାଇଁ ଆବେଦନ କରୁଛନ୍ତି ତେବେ ନ୍ୟୁ ରେଜିଷ୍ଟ୍ରେସନରେ କ୍ଲିକ୍ କରନ୍ତୁ। ଆପଣଙ୍କର ବେସିକ୍ ଡିଟେଲ୍ସ ଫିଲ୍ କରନ୍ତୁ। ଫିଲ୍ କରିସାରିଲା ପରେ ସବମିଟ୍ରେ କ୍ଲିକ୍ କରନ୍ତୁ। ରେଜିଷ୍ଟ୍ରେସନ୍ କରିସାରିଲା ପରେ ଆପଣଙ୍କ ରେଜିଷ୍ଟ୍ରେସନ୍ ନମ୍ବର ଏବଂ ପାସୱାର୍ଡ଼ ଏବଂ ତଳେ ଏହି କ୍ୟାପ୍ଚାକୁ ଏଠାରେ ଫିଲ୍ କରି ସବମିଟ୍ରେ କ୍ଲିକ୍ କରନ୍ତୁ। ଲଗ୍ଇନ୍ ହୋଇସାରିଲା ପରେ
ସବୁକିଛି ଆପଣଙ୍କ ଡିଟେଲ୍ସ ଫିଲ୍ କରନ୍ତୁ, ତାପରେ ଆବେଦନ କରନ୍ତୁ। ଥ୍ୟାଙ୍କ ୟୁ।